ସେ ମୋ ସାଙ୍ଗେ ସବୁବେଳେ ଯାଉଛି ବୋଲି, ନହେଲେ ମୁଁ ଏଇ ଗୋଡ଼ରେ ସେ କାର୍ ଶିଖେଇ ଦେଇଛି, କାର୍ରେ ବି ଆସ, ବାଇକ୍ରେ ବି ଆସ। ତାକୁ ଏବେ ଗୋଟେ ଲୋନ୍ ନିଜ ଗାଡ଼ି ଚଲେଇ ଯାଉନାହାନ୍ତି। ନାହିଁ ଆଜିର ଏକ ଶୁଭ ମୁହୂର୍ତ୍ତରେ ଆମେମାନେ ଏକାଠି ହେଉଛେ ଗୋଟେ ଷ୍ଟେଜ୍ ପାଇଁ ସମସ୍ତେ ଆମେ ଅଛୁ। ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ସେମାନେ ବିଭିନ୍ନ କାର୍ଯ୍ୟବ୍ୟସ୍ତା ଯୋଗୁଁ ଆମ ପାଖକୁ ସମୟ ଦେଇପାରିଲେନି କି ଆସିପାରିଲେନି। ଯେଉଁ ଭାବରେ ଆମର ରୌପ୍ୟ ଜୟନ୍ତୀ ପାଳନ ହେବା କଥା ତା ଲୋକମାନଙ୍କର ଉପସ୍ଥିତି ମୋତେ ବହୁତ ନିଜକୁ ନ୍ୟୁନ ଲାଗୁଛି। ଯେଉଁଠିକି 300 ଲୋକ ପାଇଁ ସବୁ ବ୍ୟବସ୍ଥା କରାଯାଇଛି, 300ରୁ 100 ଲୋକ ବି ଏବେ ନାହାନ୍ତି, ଏଇଟା ଦୁଃଖ ଲାଗୁଛି। ତଥାପି ମୁଁ ଏଇ ଭିତରେ ଚାଲିବାକୁ ଚାହୁଁଛି। ଆମର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଯିଏକି ମୋର ଅତି ମାନେ ନିକଟତର, ସେ ମୋର ବଡ଼ ଭାଇ ଭଳି, ତାଙ୍କ ସହିତ ବହୁତ ସମ୍ପର୍କ, ବହୁତ ଜାଣିଛି। ସେମାନେ ବହୁତ ଉଚ୍ଚକୋଟୀର, ତାଙ୍କ କଥା କହିବା ମୋ ପ୍ରତି ବାହୁଲ୍ୟ ମାତ୍ର ହେବ। ବିଶେଷ ଅଛନ୍ତି ଆମର ପୂର୍ବତନ ମନ୍ତ୍ରୀ, ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ, ଯିଏ କବି, ଲେଖକ, ସବୁ କ୍ଷେତ୍ରରେ ସେ ପାରଙ୍ଗମ। ସମସ୍ତଙ୍କ ପାଖରେ ସବୁବେଳେ ସେ ଉପସ୍ଥିତ ହୁଅନ୍ତି, ସମସ୍ତଙ୍କୁ ସେ ଚିହ୍ନି ପାରନ୍ତି। ଏଇଟା ହିଁ ମହାନ ଗୁଣ। ଦର୍ଶକ ଅଛନ୍ତି ଆମର, ଆମ ଗ୍ରହଣରେ ଅଛନ୍ତି ଅବସରପ୍ରାପ୍ତ ସୁଧାଂଶୁ ଶେଖର ଗଡ଼ା, ଯିଏକି ବହୁତ ଭଲ ସାହିତ୍ୟ କ୍ଷେତ୍ରରେ, ସଂଗଠନ କ୍ଷେତ୍ରରେ ସବୁବେଳେ ଆଗୁଆ, ସମସ୍ତଙ୍କୁ ସହଯୋଗ ଭଲ ପାଇବା କରିଦିଅନ୍ତି। ଦର୍ଶକ ଆମ ସନତ ଭାଇନା, ସେ ବହୁତ ପୁରୁଣା ଲୋକ, ଯିଏକି ମୁଁ ଆମ ଘର ପାଖରେ ତାଙ୍କ ଘର, ତା ଭାଇ ମୋର ସାଙ୍ଗ। ସେ ବହୁତ ବଡ଼ ମାନେ ଅତି ପ୍ରତିଭାବାନ ଲୋକ। ଆରେ ସାମ୍ବାଦିକତା ଠାରୁ ଆରମ୍ଭ କରି ରାଜନୀତି ସବୁ କ୍ଷେତ୍ରରେ ତାଙ୍କର ଆଗ୍ରହ ଅଛି। ସବୁଠାରେ ମିଶନ୍ତି, ମିଶି ପାରନ୍ତି, ସମସ୍ତଙ୍କୁ ସ୍ନେହ ସଦା ବାଣ୍ଟି ପାରନ୍ତି। ସେଥିପାଇଁ ମୁଁ ଚାହୁଁଛି ଏଇ ଯେଉଁ ଆଜିର ସଭା ଯାହା ବି ହେଉ, ଯେତିକି ଏ ଲୋକରୁ ସେତେ ଖୁସି ଆମେ ପାଳନ କରିବା। ବର୍ଷ ସାରା ପ୍ରୋଗ୍ରାମ ଲାଗୁ ରହିବ, ବନ୍ଦ କେବେ ହେବନି। କଥା କହି ଆଜି 2025 8 ତାରିଖରୁ 2026 8 ତାରିଖ ପର୍ଯ୍ୟନ୍ତ ଆମର ଏଇ ରୌପ୍ୟ ଜୟନ୍ତୀ ପାଇଁ ସବୁବେଳେ କିଛି ନା କିଛି ସ୍କୁଲ ଓ କଲେଜରେ କରିବା ପାଇଁ ମୁଁ ଆପଣମାନଙ୍କୁ ଜଣେ ଜୟନ୍ତୀ ରଥ କଥା ଦଉଛି। ଟିଭିରେ ଥିଲେ, ଜୟନ୍ତୀ ରଥ ଅଛନ୍ତି, ନାଇଁ ସେ ଆଷ୍ଟ୍ରୋଲୋଜର ନୁହେଁ, ଜୟନ୍ତୀ ରଥ ସେ ଲେକ୍ଚରର ଥିଲେ, ଚାନ୍ଦଳ ଗାଁ ଲୋକ। ସେ ଜୟନ୍ତୀ ରଥ ଲେକ୍ଚରର ଥିଲେ। ହଁ, ସେ ମୋତେ ଲେଖା, ହଁ ଜୟନ୍ତୀ ରଥ, ହଁ ନାଇଁ ଇଏ ନୁହେଁ, ଦେବେ ଭଲ ଲୋକ ଡାକିଛି ପଡ଼ିବ। ମୁଁ ତ କଂଗ୍ରେସରେ ରାଜ୍ୟର ପୂର୍ବତନ ମନ୍ତ୍ରୀ ଯାଇ ତାଙ୍କ ପରବର୍ତ୍ତୀ ବକ୍ତା ଭାବରେ ଆମ ସହିତ ଉପସ୍ଥିତ ଅଛନ୍ତି ଆମେ ଆସନ୍ତୁ ତାଙ୍କୁ ଟିକେ ସମ୍ବୋଧିତ କରିଦେବା। ଥରେ ମନ୍ଦିରଟା ଠିକ୍ ନାଚିଥିଲି, ନାଚ ପିଲାଙ୍କ ପାଇଁ କହିକି ବାଣ୍ଟିଥିଲି। ଲୋକ ବହୁତ ଭଲ, ଯେମିତି ଗୋଟେ 90 କ'ଣ ବୋଧେ, ଯାହା ହଉ 80 ହଉ ଦୁଇଟା ପୁଅ, ତାଙ୍କ ସ୍ତ୍ରୀ ଘରକୁ ଯାଇ ମୋଟା ତାଙ୍କ ସ୍ତ୍ରୀ ଯାହା ଖାଇବାକୁ ସବୁ ପଠାନ୍ତି। ଅର୍ଜନ କରିଛନ୍ତି ଲେଖାପଢ଼ାରେ ଏବଂ କବି ଭାବରେ। ସେ ହେଲେ ସୁଧାଂଶୁ ଶେଖର ଗଡ଼ା। କରତାଳି ସହିତ ତାଙ୍କୁ ନିମନ୍ତ୍ରଣ କରିବା ଏବଂ ଅନୁରୋଧ କରିବା ଗଠନମୂଳକ ଏ 25 ବର୍ଷ ଯେଉଁ ରୌପ୍ୟ ଜୟନ୍ତୀ କରାଯିବ ତାହା କିଭଳି ସଫଳ ହେବ, ଆକର୍ଷିତ ହେବ, ଆମକୁ ଖୁଆଇଲା ଭଳିଆ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏବେ ଆସିଲାଣି ବେଶୀ କେଉଁ ଚଲଉ ଶୀତ ମୁଁ ଛୋଟ ଛୋଟ ପିନ୍ଧୁଛି, ଗୋଟେ ପତଳା ଡ୍ରେସ୍ ପିନ୍ଧୁଛି, ତା ଭିତରେ ନିଖିଳ ଓଡ଼ିଶା ପ୍ରଗତିଶୀଳ ଏଇଟା ଟିକେ ବେଶୀ ବଡ଼ ଜାଗା ବୋଲି ଜଣାପଡ଼ୁନି। ରୌପ୍ୟ ଜୟନ୍ତୀ 25 ବର୍ଷ ପୂର୍ଣ୍ଣ ଅବସରରେ ଭଲ ଆମ ସହିତ ମଞ୍ଚ ଉପରେ ଅଛନ୍ତି ଓଡ଼ିଶାର ପ୍ରସିଦ୍ଧ କବି ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ଏବଂ ସମସ୍ତଙ୍କୁ ସବୁବେଳେ ଉତ୍ସାହ ଦେଇ ଆସୁଥିବା ଆମର ପ୍ରିୟ ସୁର ଭାଇ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ। ଆମ ଗହଣରେ ଅଛନ୍ତି ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ତଥା ଭୁବନେଶ୍ୱରର ସମସ୍ତ କାର୍ଯ୍ୟକ୍ରମରେ ଯିଏ ନିଜକୁ ସମ୍ପୃକ୍ତ କରାଇଛନ୍ତି
ମହୋଦୟ ପାଣି ଆଣିନି। ଆମ ସହିତ ଅଛନ୍ତି ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସନତ ମିଶ୍ର। ସେ ଲୋକଟା କହିବା ଏଇ ଯେଉଁ ପେପର ଆମ ସହିତ ଅଛନ୍ତି ତାକୁ ଓଡ଼ିଶାର ସ୍ୱନାମଧନ୍ୟ କବି ରକ୍ଷକ ନାୟକ। ଡାକିଲେ ହବ। ଆମ ସହିତ ଅଛନ୍ତି ଚାହିଁଲେ ଦେଖିବା ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ଟ୍ରଷ୍ଟର ଉପସଭାପତି ଡକ୍ଟର ପ୍ରଭାତ ବେଉରା ମାଠୁ ସେ ତାଙ୍କ ବ୍ୟାଗ୍ କୋଉଠି ଥୋଇଥିଲେ ଏବଂ ସବୁ କିଛିକୁ ନିୟନ୍ତ୍ରଣ କରୁଥିବା ଶ୍ରୀଯୁକ୍ତ କଣ୍ଡୁଚରଣ ଦାସ କଣ୍ଡୁରୀ ଭାଇ ଏବଂ ସର୍ବୋପରି ଆପଣମାନଙ୍କ ଉପସ୍ଥିତି ନଥିଲେ ଏ ସଭା ସମ୍ପୂର୍ଣ୍ଣ ହୋଇପାରିନଥାନ୍ତା। ଏହି ଅବସରରେ ମୁଁ କେବଳ କବି ସାହିତ୍ୟ